ନିର୍ଭୀକ ଭାବରେ ସମାଲୋଚନା ଦ୍ୱାରା ସମାଜକୁ ସଂସ୍କାର କରିବା ପାଇଁ ଯେଉଁ ପ୍ରତୀତ୍ପନମତି କବି ରହିଥିଲେ, ଓଡ଼ିଶାର ଗର୍ବ ଆଉ ଗୌରବ, ସିଏ ହେଉଛନ୍ତି ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର। ଐଶୀ ଶକ୍ତିର ବରଦାନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ। ହୟଗ୍ରୀବଙ୍କୁ ସନ୍ତୁଷ୍ଟ କରିଥିଲେ। ବିଷ୍ଣୁଙ୍କର ଯେଉଁ ଅବତାର ହୟଗ୍ରୀବ, ତାଙ୍କୁ ସନ୍ତୁଷ୍ଟ କରିକିରି ତାଙ୍କଠାରୁ କବି ପ୍ରତିଭା ବା ଐଶୀ ଶକ୍ତି ଲାଭ କରିକିରି ସିଏ ସାରା ଓଡ଼ିଶାର ରୀତି ଯୁଗର ଆଧୁନିକ ଯୁଗର କାବ୍ୟ ପ୍ରତିଭାକୁ ସମୃଦ୍ଧିତ କରିଥିଲେ। ତେଣୁ ସେଇ କବି ଶ୍ରୀକ୍ଷେତ୍ରକୁ ଆସିକିରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜର ମଥାକୁ ଅବନତ କରି ମହାପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ତାଙ୍କର ସମସାମୟିକ ଥିଲେ ଗଞ୍ଜାମର ଆଉ ଜଣିଏ କବି କବିସୂର୍ଯ୍ୟ ବଳଦେବ। ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ହେଇକିରି ମହାପ୍ରଭୁଙ୍କୁ ଯେତେବେଳେ ପ୍ରାର୍ଥନା କରିଛନ୍ତି, ସେତେବେଳେ ସେ ମହାପ୍ରଭୁଙ୍କୁ ନୀଳାଚଳ କଳାକାର ଦେଲ ଯାହା ନେଲ ତାହା ଦାତାପଣେ ବାନା ଉଡ଼ାଉଛ କିମ୍ପା ବୋଲି ସମ୍ବୋଧନ କରିଥିଲେ। ଖାଲି ସେତିକି ନୁହଁ, ନୀଳଚକ୍ର ଚୂଳେ ନୀଳାଚଳ ଚୂଡ଼ାରେ ଉଡ଼ାନ୍ତି ପାପି ପାବନ ଫଡକା। ଫଡକା ଅର୍ଥ ପତାକା ଏବଂ ପାପି ପାବନ ମାନେ ପାପି ଅର୍ଥାତ ପତିତ ମାନଙ୍କୁ ଯୋଉ ପତାକା ପାବନ କରେ, ସେଇ ପତିତ ପାବନ ବାନା ଆପଣ ଉଡ଼ାଉଛନ୍ତି, କିନ୍ତୁ ମୋ ପ୍ରତି ଆପଣ କାହିଁକି କରୁଣା କରୁନାହାନ୍ତି ବୋଲି ସେ ସମ୍ବୋଧନ କରିଥିଲେ। ଆଉ ସିଏ ଥିଲେ ଆଶୁ କବି, ହାସ୍ୟ କବି। ତେଣୁ ତାଙ୍କର ପ୍ରତ୍ୟେକ କଥାରେ ଦ୍ୱିଅର୍ଥବୋଧ ସହିତ ହାସ୍ୟ ଭରି ରହିଥିଲା। ଆମର ସେଇଭଳି କେତୋଟି କଥା ମନେ ପଡ଼ିଯାଉଛି। ଯେତେବେଳେ ସିଏ ଆସିକିରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ, ସେତେବେଳେ 22 ପାହାଞ୍ଚ ସ୍ନାନ ମଣ୍ଡପ ନିକଟରେ ବସିଛନ୍ତି। ଏ ସମୟରେ ପୁରୀର ପଣ୍ଡା ତାଙ୍କୁ ଛୋଟ ପିଲାଟିଏ ଦେଖିକିରି ଡାକିଥିଲେ, କିରେ ପିଲା ଘର ଛାଡ଼ି ଚାଲି ଆସୁଛି ନା କ'ଣ? ତେଣୁ ସିଏ ସାଙ୍ଗେ ସାଙ୍ଗେ ତାକୁ ନିଜ ଘରକୁ ଡାକିଥିଲେ ଏବଂ ନିଜେ ଚତୁର୍ଥ ଥର ପାଇଁ ବିବାହ କରିଥିଲେ ଚନ୍ଦ୍ରିକା ନାମ୍ନୀ ଏକ କନ୍ୟାକୁ। ଯୋଉ କନ୍ୟାର ବୟସ ଥିଲା 16 ବର୍ଷ ବୟସ ଏବଂ ତାର ରକ୍ଷଣାବେକ୍ଷଣ ବା ତାକୁ ଜଗିବା ଦାୟିତ୍ୱ କବି ଯଦୁମଣିଙ୍କୁ ସେ ପ୍ରଦାନ କରିଥିଲେ। କବି ଯଦୁମଣି ସେଠାରେ ଯେତେବେଳେ ରହିଥିଲେ, ସେ ଆଶା କରିଥିଲେ ସେ ଚନ୍ଦ୍ରିକା ନାମ୍ନୀ ପଣ୍ଡାଙ୍କର ସ୍ତ୍ରୀ ତାଙ୍କୁ ଖାଇବା ପିଇବା ଦବ, ତାଙ୍କର କଥା ବୁଝିବ, କିନ୍ତୁ ସିଏ ତାଙ୍କ କୌଣସି ପ୍ରକାର ତାଙ୍କର ଭାବର ଆଦାନ ପ୍ରଦାନ ତାଙ୍କ ସହିତ କରିନଥିଲା ଏବଂ ତାଙ୍କୁ ଖାଇବାକୁ ମଧ୍ୟ ରାନ୍ଧିକିରି ମଧ୍ୟ ଯୋଗେଇ ନଥିଲା। ଭୋକରେ ଅତିଷ୍ଠ ହୋଇକିରି କବି ରାଗିଯାଇ ଯେତେବେଳେ ରାତ୍ରିର ବିଳମ୍ବିତ ସମୟରେ ପଣ୍ଡା ଆସିକିରି ପହଞ୍ଚିଥିଲେ ଏବଂ ଦୁଆର ଖୋଲ ଘର ମାଲିକ ଆସିଲା ବୋଲି ଯେତେବେଳେ ସମ୍ବୋଧନ କରିଥିଲେ, ସେ କହିଥିଲେ ଯେ ତମ ପର୍ବରୁ ତ 4 ଜଣ ଗଲେଣି ଘର ମାଲିକ କହି ଘର ଭିତରକୁ, ଏବଂ ତାର ପ୍ରତିଫଳନ ହିସାବରେ ପଣ୍ଡା ଘୋଡାକୁ ଶାସନ କରିବାର ଯୋଉ ଚାବୁକରେ ନିଜ ସ୍ତ୍ରୀକୁ ପ୍ରହାର କରିଥିଲେ ଏବଂ ଯଦୁମଣି ଆନନ୍ଦିତ ହେଇଥିଲେ। ତେଣୁ ଏଇଭଳିଆ କବି। ତାଙ୍କର ଆଉ ଗୋଟିଏ କଥା ମଧ୍ୟ ମନେ ପଡୁଛି, ଯେତେବେଳେ ବକ୍ରବାକ ଚକ୍ରପାଣି ଆସିକିରି ପହଞ୍ଚିଥିଲେ, ସ୍ୱନାମଧନ୍ୟ ପଣ୍ଡିତ ମାନ୍ଧାତା ଯିଏ ରହିଥିଲେ ଆମର ରାଜା, ତାଙ୍କ ଦରବାରକୁ ଆସିକିରି ଯେତେବେଳେ ପହଞ୍ଚିଥିଲେ, ସିଏ ବି ଜାଣିଥିଲେ ଯଦୁମଣିଙ୍କ ବିଷୟରେ ଯତ୍କିଞ୍ଚିତ। ଯେତେବେଳେ ରାସ୍ତାରେ ଭେଟ ହେଇଯାଇଥିଲା ଯଦୁମଣିଙ୍କୁ ସେ ଆଗୁଆ ଚିହ୍ନି ନଥିଲେ, ସେତେବେଳେ ଯଦୁମଣି ତାଙ୍କର ସୁଠାମ ଅବୟବ ଦ୍ୱାରା ଯୋଉ ପୋଷାକ ପରିପାଟିରୁ ତାଙ୍କୁ ପ୍ରଶ୍ନ କରିଥିଲେ, ଆପଣ କିଏ? ସେତେବେଳେ ଅହଙ୍କାର ବଶତଃ ବକ୍ରବାକ ଚକ୍ରପାଣି କହିଥିଲେ ଯେ ବିଷ୍ଣୁଙ୍କର ଜ୍ଞାନ କୋଷରେ ଯୋଉ ଶବ୍ଦମାନ ରହିଛି, ସେ ଶବ୍ଦର ପର୍ଯ୍ୟାୟବାତୀ ଶବ୍ଦ ଭିତରୁ ଗୋଟିଏ ଶବ୍ଦ ମୋର ନାମ। ସେତିକି ବେଳେ ପ୍ରତ୍ୟୁତ୍ପନ୍ନମତି ଯଦୁମଣି ତାଙ୍କୁ ସୁନ୍ଦର ଭାବରେ ଉତ୍ତର ଦେଇଥିଲେ, ତାହେଲେ ଆପଣ ହଉଛନ୍ତି ଗୁହ, ଅର୍ଥାତ୍ କାରଣଂ କାରଣଂ କର୍ତ୍ତା ବିକର୍ତ୍ତା ଗହନ ଗୁହ ବୋଲି କୁହାଯାଇଛି। ସେ ଗୁହ ଶବ୍ଦରେ ସମ୍ବୋଧିତ କରିଥିଲେ ଏବଂ ଅତ୍ୟନ୍ତ ପ୍ରସନ୍ନ ଚିତ୍ତରେ ବକ୍ରବାକ ଚକ୍ରପାଣି ପଟ୍ଟନାୟକ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏଇଭଳି ଅନେକ କଥା ରହିଛି। ତେଣୁ ସେ କବି ଆଉ କେହି ନୁହନ୍ତି, ଆମର ଗର୍ବ ଆଉ ଗୌରବ। ନିକିତି ତଉଲ ସାନ ବଡକୁ, ବଡ ହୁଏ ଯିଏ ଭାରି ହୁଏ ଯିଏ ରହେ ତଳକୁ, ଅନ୍ଧ ଦେଶେ ଦେଲି ଦର୍ପଣ ବିକି, କନ୍ଧ ହାତେ ଦେଲି ଗୋଦାନ ଟେକି। ଏଇଭଳି ଅନେକ କଥା ତାଙ୍କର ରହିଛି ଏବଂ ଆହୁରି ମଧ୍ୟ ତାଙ୍କର କଥା ମଧ୍ୟ ହାସ୍ୟ ରସାତ୍ମକ ଅନେକ କଥା ମଧ୍ୟ ରହିଛି, ଯାହାକି ଆଜିକାଲିକା ଦୁନିଆରେ ମଧ୍ୟ ଲୋକମାନେ ତାଙ୍କର ସେ କଥାକୁ ଉଚ୍ଚାରଣ କରି ଆନନ୍ଦିତ ହେଇଥାନ୍ତି। ତେଣୁ ସେଇ ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦରେ ବଳିୟାନ ଉତ୍କଳର ଘଣ୍ଟ, ଯିଏକି ଘଣ୍ଟ ଘଣ୍ଟା ନିନାଦିତ ହେଉଥିଲା ଶ୍ରୀଗୁଣ୍ଡିଚା ଉତ୍ସବରେ, ତାଙ୍କର ମହାପ୍ରୟାଣ ଘଟିଥିଲା। ସେଇ ସମୟରେ ସେ ଧରାରୁ ବିଦାୟ ନେଇଯାଇଥିଲେ। ତେଣୁ ସେଇ ଉତ୍କଳ ଘଣ୍ଟକୁ ଆଜି ଆମେ ମନେ ପକାଉଛୁ କବି ଯଦୁମଣିଙ୍କୁ।